ଗାଈମାନେ ଅଛନ୍ତି ବୋଲିକି ଆଉ ଆମ ସାହିରେ କାହା ଘରେ ବି ଗାଈ ନାହାନ୍ତି, ଖାଲି ଓନ୍ଲି ଆମ ଘରେ ହିଁ ଅଛି। ଅଜବ୍ୟ ମାନେ ଜୀବକୁ ମାରିକି ଗୋଟେ ଶୁଭ ଆଡେ ତ ଆଜିକାଲି ବର୍ଷା ହିଁ ହଉଛି ତ ଦେଖେଇବି ଆପଣମାନଙ୍କୁ। ଆଉ ବର୍ତ୍ତମାନ ମୁଁ ଘର ଭିତରେ ରହିକି ଭିଡ଼ିଓଟି କରୁଛି ତ ସେମାନେ ଇଆଡ଼େ ମୋ ଇଏରେ ଦେଖୁଥିବେ ମୁଁ ଗୋଟେ ବୟା ମାଇକ୍ ମେସୋରୁ ଅର୍ଡ଼ର କରିଥିଲି। ତ ମୁଁ ୟାର ଅନବକ୍ସିଂ ଭିଡ଼ିଓ ତ ଆଣିନି, ଫିର୍ ବି ମୁଁ ଆପଣମାନଙ୍କୁ ଥରେ ଦେଖେଇ ଦେଉଛି। ଆଉ ଅନବକ୍ସିଂ ହିଁ କରିନି, ମାନେ ଭିଡ଼ିଓ କରିନି, ତ ନର୍ମାଲି ଆପଣଙ୍କୁ ଦେଖେଇ ଦେଉଛି। ତ ଏଇଟା କେମିତି ଅଛି କେମିତି ନାହିଁ କହିବି। ତ ଦେଖନ୍ତୁ ଇଆଡ଼େ ମୁଁ ବ୍ୟାକ୍ କ୍ୟାମେରା କରିଦେଉଛି ଆପଣମାନଙ୍କୁ, ମୁଁ ଫ୍ରଣ୍ଟ କ୍ୟାମେରା କରିଛି। ହେଲୋ ହାଇ ଫ୍ରେଣ୍ଡସ୍, ନମସ୍କାର ବୋଲିଥିଲେ ଆଉ ଗୋଟେ ମୋର ନୂଆ ଭିଡ଼ିଓରେ ମୁଁ ଆଦିବାସୀ ଗାର୍ଲସ୍ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ, ସୁସ୍ଥରେ ଥିବେ। ଆଉ ମୁଁ ଭଲରେ ସୁସ୍ଥରେ ଅଛି। ତାମାନେ ଆଜି ବାହାରେ ବହୁତ ଜୋରସେ ବର୍ଷା ହେଉଥିଲା, ଏବେ ଟିକେ ଜଷ୍ଟ କମିଛି। ଆଉ ସବୁ ଏରିଆ ତ ଇଆଡ଼େ ଦେଖନ୍ତୁ ସେମାନେ ଏମିତି କିଛି ରହିଛି ବୟା ମାଇକ୍, ୟାର କଭର ଦେଖନ୍ତୁ। ମୁଁ ଏଇଟା ମେସୋରୁ ମଗାଇଥିଲି, ଅର୍ଡ଼ର କରିଥିଲି। ଆଉ ଏଇଟା ଦିଟା ଥିଲା, ୟାର ପ୍ରାଇସ୍ ହେଉଛି 500 କେତେ ଗୋଟେ ମୁଁ କହିବି ଆପଣମାନଙ୍କୁ ସ୍କ୍ରିନରେ ଦେଇଦେବି ୟାର ପ୍ରାଇସ୍। ଆଉ ତାପରେ ଇଆଡ଼େ ଦେଖନ୍ତୁ ମୁଁ ଗୋଟେ ଚାର୍ଜ ବସେଇଛି, ଏମିତି ଲଗେଇକି ଚାର୍ଜ ବସେଇଛି। ତା ସହିତ ମୋର ଏଇଠି ଗୋଟେ ଲଗେଇଛି। ତ ଏମିତି କିଛି ଅଛି ସେମାନେ ମୋର ବୟା ମାଇକ୍। ଆଉ ବହୁତ ହିଁ ଭଲ ଅଛି, ଚାର୍ଜ ବି ଭଲ ରହୁଛି, ତା ସହିତ ସାଉଣ୍ଡ ବି ଭଲ ଲାଗୁଛି। ଆଉ କ'ଣ କହିବି, ଯଦି ଆପଣମାନେ ବି କିଣିବାର ଅଛି ନିଶ୍ଚୟ ଅର୍ଡ଼ର କରନ୍ତୁ ମେସୋରୁ। ତ ସେଇଟା ଦେଖନ୍ତୁ ଇଆଡ଼େ ଗୋଟେ ମୋର ମାଇକ୍ ରହିଛି, ଏଠି ଗ୍ରୀନ୍ ଲାଇଟ୍ ଜଳେଇଲେ ଯାଇକରି ମାଇକ୍ଟି ଆମର ରେକର୍ଡ଼ିଂ ଷ୍ଟାର୍ଟ ହେଉଛି। ଆଉ ଏଠି ଯଦି ରେଡ୍ ଲାଇଟ୍ ଜଳୁଥିବ ମାନେ ଜାଣନ୍ତି ସେଇଟା ଚାର୍ଜ ନାହିଁ, ହୁଏତ କେମିତି ସ୍କ୍ରଲ୍ ଗଡ଼ବଡ଼ ଥିବ, ଅଫ୍ ହେଇଯାଇଥିବ ଆମର ଯେଉଁ OTG ଯେଉଁ ସେଟିଂଟା, ତାହେଲେ ହବନି, ଚେକ୍ କରିକି କରିବେ। ତ ଦେଖିଲେ ମୋର ବୟା ମାଇକ୍ଟା। ଆଉ ଏଠି ଏବେ ଚାଲନ୍ତୁ ଦେଖିବି ଆପଣମାନଙ୍କୁ ବର୍ଷା କେମିତି ହେଉଛି। ୟାର ଗୋଟେ ଦେଖନ୍ତୁ ମୋ ନଖଠୁ କେମିତି ସ୍କ୍ରଲ୍ କରୁଛି, କେମିତି ସ୍କ୍ରଲ୍ କରୁଛି ସେ। ଓଇ ତୁ କ'ଣ କରୁଛୁ? ବାବୁ ଇଆଡ଼େ ହାଇ କରିଦେ, ବାବୁରେ ଏ ବାବୁ ଇଆଡ଼େ ହାଇ କରେ, ଏଠି ନମସ୍କାର କରିଦେ ଟିକେ। ଶୁଣିନଥିଲା ନା, ଏବେ ସେ ଭିଡ଼ିଓ ଦେଖିବାରେ ବ୍ୟସ୍ତ। ତ ଚାଲନ୍ତୁ ସେମାନେ ବର୍ଷା କେମିତିଆ ହଉଛି ଦେଖଉଛି ଆପଣମାନଙ୍କୁ ଆମ ଏରିଆ। ଏଇଟା ହଉଛି ଆମ ଘର, ଏମିତି କିଛି ରହିଛି। ଆଉ ଇଆଡ଼େ ତ ସାଙ୍ଗମାନେ ଆମର ସେମାନଙ୍କ ଘର, ଗରିବ ଘର ମାନଙ୍କରେ ତ ଜାଣିଥିବେ ଯୋଉ ପାଖରେ ଟିକେ ଜାଗା ଅଳ୍ପ ଟିକେ ମିଳିଯିବ ମାନେ ଏମିତି ସବୁ ଶୁଖା ହେଇଥିବ ମାଳ କରିକି। ତ ସେମିତି କିଛି ହେଇଛି, ତ କିଛି ଭୁଲ ଭାବିବେନି। ଏଇଟା ହଉଛି ଆମର ଗରିବ ଲୋକମାନଙ୍କର ମୋ ହଜବେଣ୍ଡ ପତିଦେବ ଫିସ୍ ଛଣା ଚାଲିଛି। ଆଉ ଏମିତି କିଛି ଗୋଟେ ଛୋଟିଆ ରୁମଟି, ଆଉ ଇଆଡ଼େ ତ ମୋ ରହୁଥିବା ରୁମ୍। ତ ଚାଲନ୍ତୁ ଏବେ ଦେଖିବା ସିଆଡ଼େ ବର୍ଷା କେମିତି ହଉଛି। ଦେଖନ୍ତୁ ସାଙ୍ଗମାନେ ଇଆଡ଼େ କୁକୁଡ଼ାମାନେ, ଏଇ କୁକୁଡ଼ାମାନେ ସାଙ୍ଗମାନେ ଏତେ ବିଚାର କରୁଥିବେ, ଏଠି ଆସି ହଗି ପକଉଥିବେ, କେତେ ଖେଦିଲେ ହେଲେ ବି ଯିବେ ନାହିଁ। ତ ଏମିତି ବର୍ଷା ପାଗଟି ରହିଛି, ଟିକେକୁ ଟିକେ ତୁହାକୁ ତୁହା ବର୍ଷା ହଉଛି। ଆଉ ଆଜି ବହୁତ ଜୋର ସେ ପବନ ବହୁଛି। ତ ଦେଖନ୍ତୁ
ଦେଖିପାରୁଥିବେ କିଛି ଘର ଆରିକା। ଏଠି ଆମେ ବାଲ୍ଟିଟି ରଖିଛୁ କାହିଁକି ନା ଯିଏ ବି ଆସିବ ବାହାରେ ବାହାରିକି ଘର ଭିତରକୁ ପଶିବ ଗଡ଼ ଦେଇକି ପଶିବ, କାଦୁଅ ଯେମିତି ଭିତରକୁ ନ ପଶିବ। କିଛି ରହିଛି ଏମିତି କିଛି ଏରିଆ ରହିଛି। ଦେଖିପାରୁଥିବେ ଏଇଟା ହଉଛି ଆମ ବାଡ଼ିଟା। ଆଉ ସାଙ୍ଗମାନେ ଇଆଡ଼େ ଦେଖନ୍ତୁ, ଏଇଟା ମୁଁ ଗତକାଲି ସଫା କରିକି ଶୁଖେଇଥିଲି, ହେଲେ ଏଇଟା ବେକାର ହେଇଗଲା। ନା ଶୁଖେଇବା ପାଇଁ ଜାଗା ଅଛି ନା କଣ, ବର୍ଷାକୁ ସେ ତିନ୍ତି ରହିଛି। ଆଉ ଇଆଡ଼ର ଦେଖନ୍ତୁ ଏମିତି କିଛି ରହିଛି। ଏଇଟା ହଉଛି ଆମର ପିଜୁଳି ଗଛ। ଏଇଟା ତ ଆମର ବାଥରୁମ୍ ଆଉ ଲାଟ୍ରିନ୍ ମାନେ ଅନକମ୍ପ୍ଲିଟ ବାଲା, ଫିର୍ ବି ଆମେ ୟୁଜ୍ କରୁଛୁ ମଜବୁରୀରେ କ'ଣ କରିବା। ତ ଆଉ ଇଆଡ଼େ ଦେଖନ୍ତୁ ସାଙ୍ଗମାନେ ଆମର ଆଉ 2 ଜଣ ଡୋମେଷ୍ଟିକ୍ ଆନିମଲ୍ସ, ଆମର ଗାଈମାନେ ବର୍ଷାକୁ କୁଆଡ଼େ ଖାଇବାକୁ ଯାଇପାରୁନାହାନ୍ତି। ଆଉ ଇଆଡ଼େ ଦେଖନ୍ତୁ ସେମାନେ କେମିତିଆ ଖାଦ୍ୟ ଖାଉଛନ୍ତି, କ'ଣ କହିବି। ଦେଖନ୍ତୁ ଏ ପାଳ ପୁରା ଭିଜି ଯାଇଛି ସାଙ୍ଗମାନେ, ଆଉ ପୁରା କୁଣ୍ଡିଲା ଭଳିଆ ହେଇଯାଇଛି, ପଚି ଯାଇଛି ପୁରା ପାଳଟା। ଫିର୍ ବି ଏମାନେ ସବୁକୁ ସମ୍ଭାଳି ନ ପାରିକି ଖାଉଛନ୍ତି। ଫିର୍ ବି ସମ୍ଭାଳି ନ ପାରିକି ଖାଉଛନ୍ତି। ଏବେ ଆମ ବାବା ଏଠି ଫୁଲବାଣୀ ଦେଲେ, ଆଉ ଏହାର କାରଣ ମୁଁ କହିଲେ ସେମାନେ କ'ଣ ପାଇଁ ଏଇଟା ଖାଉଛନ୍ତି। ତ ଇଆଡ଼େ ଦେଖନ୍ତୁ ମୋର ବାବା ଏହାର ରିଜନ୍ ଅଛି ସେମାନେ, କାହିଁକି ନା ଆମେ ଜଣେ ଲୋକକୁ କହିଥିଲୁ ତାଙ୍କର ପାଳ ବହୁତ ଭଲ ଥିଲା, ଖାଲି ଉପରେ ଉପରେ ଜଷ୍ଟ ଟିକେ ବର୍ଷା ତିନ୍ତିକି ସଡ଼ିଥିଲା, ପଚି ଯାଇଥିଲା। ତ ଭିତରେ ଭଲ ଥିଲା, ବହୁତ ହିଁ ଭଲ ଥିଲା। ଆମେ ଗୋଟେ ଦି ଦିନ ଏମିତି ଟିକେ ତାଙ୍କୁ ପରମିସନ୍ ମାଗିକି ଆଣିକି ଖୁଆଇଲୁ। ଗାଈ ଆମର ଏ ବଳଦ ମାନେ ବହୁତ ସୁନ୍ଦର ଭାବରେ ଖାଉଥିଲେ, ହେଲେ ଆମେ ତାଙ୍କୁ କହିଲୁ ଆମେ ପଇସା ଦେବୁ, ଆମେ ଆଉ ତମର ପାଳ ନେବୁ। ତମେ ମାନେ 2 ପ୍ରକାର କଥା ହେଲେ। ଥରେ କହିଲେ ଆମର ବାବାକୁ କି ତମେ ଆମ ଜମିରେ ପଟ୍ଟା ମାରିବାକୁ ଆଣ, ଆଉ ପାଳଟା ନିଅ, ଆଣିକି ତିର୍ପାଲ ଘୋଡ଼େଇ ଦିଅ, ଆଉ ନେଇକି ତମର ଗାଈକୁ ଖୁଆଅ କହିଲେ। ତାପରେ ଆମେ ଭାବିଲୁ ହଁ ଆମକୁ ଦେବେ, ଆଉ ବାବା ନହେଲେ ପଇସା ଦେବୁ, ଆମେ ପଇସା ଦେବୁ ନହେଲେ ବାବା ଇଏ ହଳ ବି ନେବେ। ସେଇଟା ଭାବିକି ଆମେ ପୁରା ଅନ୍ୟ କୁଆଡ଼େ ମାନେ ପାଳର ବ୍ୟବସ୍ଥା ନ କରି ତାଙ୍କର ଭରସାରେ ରହିଗଲୁ। ତାପରେ ସେମାନେ କ'ଣ କରୁଛନ୍ତି ନା, ସେମାନେ ମାନେ ଏତେ ହିଂସ୍ର ଲୋକ, ଏତେ କ୍ରୁର ଲୋକ, ମାନେ ମଣିଷ ପଣିଆ ହିଁ ନାହିଁ ତାଙ୍କ ଭିତରେ। ଆମେ ଏତେ କରି କହିଲା ପରେ ବି ବିଚାରା ଗାଈ ମାନେ ଖାଉଥିଲେ। 2 ଦିନ ପରମିସନ୍ ମାଗିକି ଆଣିଥିଲୁ, ଦେଖିଛନ୍ତି, ଜାଣିଛନ୍ତି, ନଉଛନ୍ତି, ଖାଉଛନ୍ତି ତାଙ୍କର ଘରେ ଗାଈ ମାନେ ଅଛନ୍ତି ବୋଲିକି। ଆଉ ଆମ ସାହିରେ କାହା ଘରେ ବି ଗାଈ ନାହାନ୍ତି, ଖାଲି ଓନ୍ଲି ଆମ ଘରେ ହିଁ ଅଛି। ତ ସେମାନେ କ'ଣ କରିଛନ୍ତି ନା, ସେ ପାଳଟାକୁ ପୋଡ଼େଇ ଦେଇଛନ୍ତି। ଦେଖନ୍ତୁ ଏମିତି କିଛି ଆମର ମେଘୁଆ ପାଗ ରହିଛି। ଏଇଠି ଆମେ ରୋଷେଇ କରୁଥିଲୁ ସାଙ୍ଗମାନେ, ଦେଖନ୍ତୁ ଏଇଠି ରୋଷେଇ କରୁଥିଲୁ, ଆଉ ଏ ତିର୍ପାଲଟା ଘୋଡ଼େଇଥିଲୁ, ହେଲେ କାମ ଦେଲାନି। ତ ଏଇଠି ଏବେ ଆଉ ରୋଷେଇ କରୁନୁ। ତ ଭିତରେ ଆମେ ଗୋଟେ ଏକୁଟିଆ ଚୁଲି ଅଛି, ତାହିଁରେ ରୋଷେଇ କରୁଛୁ। ତା ସହିତ ଗ୍ୟାସ୍ରେ ବି କରୁଛୁ ବେଳେବେଳେ। ଆଜିକାଲି ତ ଜାଣିଛନ୍ତି ଗ୍ୟାସ୍ର ମାନେ ଡିମାଣ୍ଡ କେତେ ଚାଲିଛି। 45 ଦିନକୁ ଗୋଟେ ଗ୍ୟାସ୍ ଦେଉଛନ୍ତି, ତ ସେଥିପାଇଁ ବହୁତ କଞ୍ଜୁସରେ ରୋଷେଇ କରିଥାଉଛୁ ଆମେ।
ୱାଓ ସାଙ୍ଗମାନେ କେତେ ବଢିଆ ପିଜୁଳି ଗୋଟେ ଏଠି ଆସ ଟିକେ ପିଜୁଳି ଦିଟା ଅଛି ପତରା ପତରାଟା ଏ ତ ସିଆଡେ ପିଜୁଳି ଦିଟା ପାଚିଛି ସାଙ୍ଗମାନେ ବାବୁକୁ କାଢିକି ଦେବି ଟିକେ ଅଳ୍ପ ଟିକେ ବର୍ଷା କମୁ ତାପରେ ଦେଖନ୍ତୁ ଅଳ୍ପ ଟିକେ ଟିକେ ବର୍ଷା ହଉଛି ଏମିତି ସାଙ୍ଗମାନେ ମୁଁ ଏଇଠି ଠିଆ ହେଇକି ଭିଡିଓଟି ସୁଟ୍ କରୁଛି ଇଆଡେ ଗୋଟେ ଦେଖନ୍ତୁ ସାଙ୍ଗମାନେ ଆମ ଘରେ ବଜା କେତେ ଗୁଡାଏ ଟଙ୍ଗା ହେଇଛି ଏଇଟା ହଉଛି ଆମର ଗାଈର ଚମଡାରେ ତିଆରି ହେଇଛି ଅଜବ ମାନେ ଜୀବକୁ ମାରିକି ଗୋଟେ ଶୁଭ ଜାଗାରେ ବଜା ଲଗାଉଛି ମାନେ ହିନ୍ଦୁ ଧର୍ମର ଏବେ କେମିତି ସବୁ ଗୋଟେ ନିୟମ ରହିଛି ନା ତ ଏ ବଜା ହଉଛି ଆମର ବାଲି ଯାତ୍ରା ସମୟରେ ଏ ବଜା ୟୁଜ କରିବେ ତ ସେଥିପାଇଁ ବୋଲିକି ଏଇଠି ରଖା ହେଇଛି ଆହୁରି ବି ଅଛି ସିଆଡେ ଅଛି ଆଉ ସିଆଡେ ଅଛି ବହୁତ ମାନେ ପ୍ରାୟ ଗୋଟେ 15ଟା ଖଣ୍ଡେ ଅଛି ବୋଧେ ତ ସେମିତି କିଛି ଆଉ ତ ଆପଣ ମାନଙ୍କୁ କହିଲେ ସାଙ୍ଗମାନେ ଆମ ଗାଈ ମାନଙ୍କର ପ୍ରୋବ୍ଲେମ ଏବେ ଏମିତିଆ ଚାଲିଛି ତ କଣ କରିବା ମଣିଷ ଯଦି ବୁଝିବନି ଅନ୍ୟମାନଙ୍କର ପ୍ରୋବ୍ଲେମକୁ ଜଣେ ପ୍ରୋବ୍ଲେମ ଜଣେଇଲା ପରେ ବି ଯଦି ନ ବୁଝିକି ସେ ପ୍ରୋବ୍ଲେମ ରେ ପକେଇଲା ଭଳିଆ କାମ କଲା ମାନେ ସେଇଟା ତାର ହିଁ କ୍ଷତି ହବ ଦିନେ ନା ଦିନେ ସମୟ ହିଁ କହିବ ସେଇଟା ଦିନେ ନା ଦିନେ ତାର ଭୋଗ ନିଶ୍ଚିତ ଭୋଗିବେ ତ କେବେ କାହାକୁ ଅହଙ୍କାର ଭାବିବା ନାହିଁ କି ଅନ୍ୟର ଅନ୍ୟକୁ କଥା ଦେଇକି କେବେ କଥାଟି ଭାଙ୍ଗିବା ନାହିଁ ସାଙ୍ଗମାନେ ହଁ ଯଦି କଥା ଦେଇଛୁ ସେଇଟାକୁ ରଖି ପାରୁନୁ ତାହେଲେ କ୍ଲିୟରଲି ସେମାନଙ୍କୁ କହିବା ଉଚିତ କି ଏମିତି ଏମିତି ପ୍ରୋବ୍ଲେମ ଯୋଗୁ ମୁଁ କିଛି ମୋର କଥାଟି ରଖି ପାରିଲି ନାହିଁ ତ ସେଇଟା କହିବାର ଅଛି ଆଉ ବିନା ନ କହିକି ଜଣେ କହିଲା ପରେ ବି ଯଦି ସେଇଟାକୁ ମାନେ ଖରା କି କ୍ଷତି ପହଞ୍ଚେଇବା ହଇରାଣରେ ପକେଇବା ଭଲ କଥା ନୁହଁ ତ ଏମିତି କେବେ କାହାକୁ କରନ୍ତୁ ନାହିଁ ସାଙ୍ଗମାନେ ଆମେ ଭାବିଥିଲୁ ହଁ ଆମକୁ ଟିକେ ସେମାନେ ଟିକେ ସାହାଯ୍ୟ କରିବେ ଯାହା ହଉ ଭଲ ହେଲା ପାଖରେ ଟିକେ ପାଳଟା ଅଛି ଆମ ଗାଈ ମାନଙ୍କୁ ଟିକେ ବର୍ଷା ସରିବା ଯାଏଁ ଶାନ୍ତିରେ ତାଙ୍କ ପେଟକୁ ଟିକେ ଦାନା ଦେଇ ପାରିବୁ ଖୁଆଇ ପାରିବୁ ବୋଲିକି ବାକି ମାନେ ଏତେ କ୍ରୁର ଏତେ ଅହଙ୍କାର କାହାର କଥା ମାନ ସେ ପାଳ ଟା ଉଡେଇ ଦେଲେ ବହୁତ ସାରା ପାଳ ଥିଲା ସେମାନେ ବହୁତ ଥିଲା ମୁଁ ବି 2 ଦିନ ହେଲା ଆଣିବା ପାଇଁ ଯାଇଥିଲି ପରମିସନ ମାଗିକି ଆଣିକି ଖୁଆଇ ବି ଥିଲି ତାପରେ ସେମାନେ ନ କହିକି ଦେବୁ କହିକି ଉଡେଇ ଦେଲେ ବହୁତ ଖରାପ ଲାଗିଲା ତ କଣ କରିବା ଯାହାର ଚିନ୍ତାଧାରା ଯୋଉ ଭଳିଆ ସେମାନେ ସେମିତି ହିଁ ହୁଅନ୍ତି ତ କିଛି କଥା ନାହିଁ ସମୟ ଆସିଲେ ତାହାର ପରିଣାମ ସେମାନେ ପାଇବେ ତ ଆମେ କିଏ ତାଙ୍କୁ କହିବାକୁ ଯାର ଜିନିଷ ତାଙ୍କେ ଇଏ କଲେ ବାକି ଏଇଟା କି ଯୋଉ ପୋଡେଇବା ବଦଳରେ ସେଇଟା ଜଣେ ଜୀବ ଖାଇଥାନ୍ତା ତାର ଜୀବନ ରକ୍ଷା ହେଇଥାନ୍ତା ତାର ଭୋକ ମେଣ୍ଟିଥାନ୍ତା ସେଇଟାକୁ ସେମାନେ ଯୋଉ କ୍ଷତି କରିଛନ୍ତି ନିଶ୍ଚୟ ଉପର ବାଲା ଦେଖୁଛି ତ ଆମେ କିଏ କହିବାକୁ ନା କଣ ସେମାନେ ତ ଏମିତି କେବେ କାହାର ଅହଙ୍କାର ଚାହଁନି ଭଲ ଚାହଁ ତ ସେଇଟା ମୁଁ କହିବି ତ ସାଙ୍ଗମାନେ ଆଜିର ଭିଡ଼ିଓଟି ଟିକେ ବି ଭଲ ଲାଗିଥିବ ପ୍ଲିଜ୍ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ ଆଉ ସୁନ୍ଦର ସେ କମେଣ୍ଟ ବି କରନ୍ତୁ ଆପଣମାନଙ୍କ ମତାମତ ଜଣାନ୍ତୁ ତ ସାଙ୍ଗମାନେ ଆମେ ଅନ୍ୟକୁ ସାହାଯ୍ୟ କରିବା ଯାହା ସେଇ ଜିନିଷଟି ଆମ ପାଖରେ ଅଛି ତାହା ମନା ନ କରିକି ସାହାଯ୍ୟ କରିବା ହିଁ ଆମ ପାଇଁ ଧର୍ମ ଆଉ କର୍ମ ବି ହେଇଥାଏ ତ ରହିଲି ସାଙ୍ଗମାନେ ଆଜିର ଭିଡ଼ିଓଟି ଏତିକିରେ ରହିଲା ଦେଖା ହେବା ପୁଣି ଥରେ ନେକ୍ସଟ ଭିଡ଼ିଓରେ ତ ବାଇ ବାଇ ଜୟ ଜଗନ୍ନାଥ ଜୟ ଆଦିବାସୀ।